ପିଲାମାନେ, ତମେମାନେ ସବୁ ହେଉଛ ଆସନ୍ତା କାଲିର ଭବିଷ୍ୟତ। ତମେମାନେ ଭଲ କାମ କଲେ ଆମର ଏ ସମାଜ ହସ ଖୁସିରେ ପୂରି ଉଠିବ। ତମେ ହସିଲେ ଏ ଦୁନିଆ ହସିବ। ଆମର ଏହି ସୁନ୍ଦର ପୃଥିବୀକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିବାରେ ତମମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୁରୁଜନମାନଙ୍କର କଥା ମାନିବ, ଭଲ ପାଠ ପଢ଼ିବ, ଯୁଗୋପଯୋଗୀ ହେଇ ଚଳିବ, ବଡ଼ମାନଙ୍କୁ ସମ୍ମାନ ଦେବ, ଆଉ ତମଠୁ ସାନମାନଙ୍କୁ ଭଲ କଥା ଶିଖେଇବ। ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା। ଶୁଣିବା ସମବେତ କଣ୍ଠ ସଙ୍ଗୀତ। ଗାଇଛନ୍ତି କଳାପତି କଳାନିକେତନ ବିଡ଼ାନାସୀ କଟକର କଳାକାରମାନେ। सुंदर उपवनटी पृथ्वी सुंदर उपवनटी आमे तो ही नवकणिका रूपरे गुणरे महकी उठुछु आमे तो बालक बालिका पृथ्वी सुंदर उपवनटी आमे तो ही नवकणिका रूपरे गुणरे महकी उठुछु आमे तो बालक बालिका
सुन्दर उपवनटिए आमे तही नवकणिका रूपरे गुणरे महकी उठुछु आमे त बालक बालिका झियर पाहुण्ड प्रथमे पडिब तापरे पुअर पाद आगामी जुगको आगरु देखिबा नरखिबा भेदभाव झियर पाहुण्ड प्रथमे पडिब तापरे पुअर पाद आगामी जुगको आगरु देखिबा नरखिबा भेदभाव नुआ गीति झर आमे झराइबा नुआ गीति झर आमे झराइबा आमे त गायक गायिका रूपरे गुणरे महकी उठुछु आमे त बालक बालिका पृथ्वी सुन्दर उपवनटिए आमे तही नवकणिका रूपरे गुणरे महकी उठुछु आमे त बालक बालिका पृथ्वी सुन्दर उपवनटिए आमे तही नवकणिका रूपरे गुणरे महकी उठुछु आमे त बालक बालिका आमे त बालक बालिका आमे त बालक बालिका ପିଲାଏ ଆମେ ତ କଥା ହେଲେ ଆମର ସୁନ୍ଦର ପୃଥିବୀ ବିଷୟରେ, କିନ୍ତୁ ଏହାକୁ ଏମିତି ସୁନ୍ଦର ରଖିବାକୁ ହେଲେ ଆମକୁ କିଛି କରିବାକୁ ପଡ଼ିବ। ଆଜି ଆମେ ଗୋଟିଏ ଖୁବ୍ ଜରୁରୀ ବିଷୟରେ କଥା ହେବାରେ ପିଲେ, ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ଉତ୍ତପ୍ତିକରଣ। ଆମର ପୃଥିବୀ ଦିନକୁ ଦିନ ଖୁବ୍ ଉତ୍ତପ୍ତ ହେଇଯାଉଛି। ଗଛଲତା କଟା ହେଇଯାଉଛି, ଚାରିଆଡ଼େ କଂକ୍ରିଟ ଜଙ୍ଗଲ ଗଢ଼ି ଉଠୁଛି, ଘର ପରେ ଘର ତୋଳା ଚାଲିଛି, କଳକାରଖାନା ବଢ଼ି ଚାଲିଛି। ଦିନକୁ ଦିନ ଖରା ଆଉ ଗରମ ବହୁତ ବଢ଼ି ଚାଲିଛି। ତମେମାନେ ଦେଖୁଥିବ ପାଣିପାଗରେ କିଭଳି ଘନ ଘନ ପରିବର୍ତ୍ତନ ହେଉଛି। ପ୍ରଚଣ୍ଡ ଖରା, ମେରୁ ଅଞ୍ଚଳରେ ବରଫ ତରଳିବା ବଢ଼ି ଚାଲିଛି। ସତ କହିଲ ପିଲେ, ଏବେ କ'ଣ ଆମେ ଆଉ 6 ଋତୁକୁ ଅନୁଭବ କରିପାରୁଛେ? ତେବେ ଏହିସବୁରୁ ରକ୍ଷା ପାଇବାକୁ ହେଲେ ଆମେ ପ୍ରଥମେ ଜାଣିବା ଦରକାର ଯେ ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ଉତ୍ତପ୍ତିକରଣ କ'ଣ ଆଉ ତାକୁ ଆମେ କେମିତି ରୋକିପାରିବା। ଆଜି ଚାଲ ବିଜ୍ଞାନ ବାର୍ତ୍ତାରେ ଶୁଣିବା ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ଉତ୍ତପ୍ତିକରଣ। କହିଛନ୍ତି ଡକ୍ଟର ଅନୁସୂୟା ମିଶ୍ର। ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ଉତ୍ତପ୍ତିକରଣ। ପିଲାମାନେ, ତୁମେ ସବୁ ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ଉତ୍ତପ୍ତିକରଣ କଥା ଶୁଣିଥିବ। ଏହାର ପ୍ରକୃତ ଅର୍ଥ ହେଲା ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧି। ଭୂପୃଷ୍ଠର ତାପମାତ୍ରା ବୃଦ୍ଧି ଯୋଗୁଁ ଆମର କ'ଣ ସବୁ ଅସୁବିଧା ହେବ ବା ଘଟୁଛି ସେ ସମ୍ବନ୍ଧରେ ଏବେ ବୈଜ୍ଞାନିକମାନଙ୍କ ଠାରୁ ଆରମ୍ଭ କରି ପରିବେଶବିତ୍ଙ୍କ ଯାଏ ଚିନ୍ତା ପ୍ରକଟ କରୁଛନ୍ତି। ଟିଭି, ରେଡ଼ିଓ, ସମ୍ବାଦପତ୍ର ଭଳି ଗଣମାଧ୍ୟମରେ ସେମାନଙ୍କର ଚିନ୍ତାର କାରଣ ସହ ପରିବେଶରେ କ'ଣ ସବୁ ବ୍ୟତିକ୍ରମ ଘଟୁଛି ତାକୁ ଆମ ଆଗରେ ଉପସ୍ଥାପନ କରୁଛନ୍ତି। ଏହା ବ୍ୟତୀତ କ'ଣ କଲେ ସୌରଜଗତର ଏକମାତ୍ର ଜୀବନ୍ତ ଗ୍ରହ ପୃଥିବୀର ତାପମାତ୍ରା ବଢ଼ିବ ନାହିଁ ତାର ବାଟ ମଧ୍ୟ ବତାଇ ଦେଉଛନ୍ତି। ମାତ୍ର ଦୁଃଖର କଥା ହେଲା
ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ସହିତ ଲୋକମାନଙ୍କର ଚାହିଦାକୁ ପୂରଣ କରିବାକୁ ଯାଇ ବ୍ୟାପକ ଗଛ କାଟିବା ବ୍ୟତୀତ କୋଟି କୋଟି ସଂଖ୍ୟକ ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନର ବ୍ୟବହାର ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ତାପ ବାୟୁମଣ୍ଡଳକୁ ଉତ୍ତପ୍ତ କରିବାରେ ଲାଗିଛି। ଏହା ବ୍ୟତୀତ ଇଟାଭାଟିଠାରୁ ଆରମ୍ଭ କରି କଳକାରଖାନା, ଫ୍ରିଜ୍, ଏସି, କଂସେଇଖାନା ଠାରୁ ନିର୍ଗତ ଆବର୍ଜନା ମଧ୍ୟ ରହିଛି। ପୃଥିବୀର ତାପମାତ୍ରା ବୃଦ୍ଧି ସହିତ ଯୋଡ଼ି ହୋଇଯାଉଛି ଅନିୟମିତ ବୃଷ୍ଟିପାତ, ମେରୁ ଅଞ୍ଚଳରେ ବରଫ ତରଳିବା ଯୋଗୁଁ ସମୁଦ୍ର ପତନର ବୃଦ୍ଧି, ଝଡ଼ ବାତ୍ୟାର ସଂଖ୍ୟା ବୃଦ୍ଧି ଭଳି ଅନେକ ପ୍ରାକୃତିକ ବିପଦ, ଯାହା ଜୀବଜଗତକୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ଲୋବାଲ ୱାର୍ମିଂ ଭଳି ବିପଦରୁ କିଭଳି ମେରୁ ଅଞ୍ଚଳର ଗ୍ଲାସିୟର ବା ବରଫ ଗଦାକୁ ରକ୍ଷା କରାଯାଇପାରିବ, ସେଥିପାଇଁ ଓହିଓ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ଗ୍ଲାସିୟର ବିଶେଷଜ୍ଞ ଜନ୍ସ ବକ୍ସ କହିଛନ୍ତି, ଗ୍ରୀନଲ୍ୟାଣ୍ଡ ଭଳି ବରଫ ଆଚ୍ଛାଦିତ ଭୂଖଣ୍ଡକୁ ଧଳା ରଙ୍ଗର ଚାଦରରେ ଘୋଡ଼ାଇ ରଖିବାକୁ ହେବ। ସେହିଭଳି ହାୱାଇ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀ ଡକ୍ଟର ବ୍ରିଆନ୍ ଭନ୍ ହର୍ଜେନ୍ କହିଛନ୍ତି ଯେ ସମୁଦ୍ରରେ ନୂତନ ପ୍ରଜାତିର ଶୈବାଳକୁ ସୃଷ୍ଟି କରିବାକୁ ପଡ଼ିବ, କାରଣ ସେମାନେ ବାୟୁମଣ୍ଡଳରୁ ଅଧିକ ପରିମାଣର ଅଙ୍ଗାରକାମ୍ଳକୁ ଶୋଷଣ କରିପାରିବେ, ଫଳରେ ବାୟୁମଣ୍ଡଳର ତାପ କମିଯାଇପାରେ। ଆମେରିକାର ଆଉ ଜଣେ ବୈଜ୍ଞାନିକ ରୋଜର ଆଞ୍ଜେଲ ମତ ଦେଇଛନ୍ତି ଯେ ଯଦି ଆକାଶରେ ଏକ ବିଶାଳ ଛତା ସ୍ଥାପନ କରାଯାଏ, ତେବେ ସୂର୍ଯ୍ୟଠାରୁ ଆସୁଥିବା ଉତ୍ତପ୍ତ ରଶ୍ମି ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। ଉକ୍ତ ଛତା ଏତେ ବିଶାଳ ହେବ ଯେ ଏହା ପ୍ରାୟ 1,00,000 ବର୍ଗ କିଲୋମିଟରକୁ ବ୍ୟାପି ବିଶାଳ ଛାଇ ସୃଷ୍ଟି କରିପାରିବ, ଫଳରେ ଶତକଡ଼ା 2 ଭାଗ ସୂର୍ଯ୍ୟରଶ୍ମିର ପ୍ରଭାବ କମିଯିବ, ଅର୍ଥାତ୍ ଭୂପୃଷ୍ଠର ତାପମାତ୍ରା ବେଶ୍ କିଛି ପରିମାଣର ହ୍ରାସ ପାଇବ। ଏମାନଙ୍କ ବ୍ୟତୀତ ପ୍ରଖ୍ୟାତ ପରିବେଶ ଯନ୍ତ୍ରୀ ମାର୍କ ହୋଗେସ୍ ମଧ୍ୟ ମତ ଦେଇଛନ୍ତି ଯେ ନିମ୍ନ ଆକାଶରୁ ଉଡ଼ାଜାହାଜ ଦ୍ୱାରା ଗଛ ବୋମା ପକାଯାଇ ଅଗମ୍ୟ ବା ଅପନ୍ତରା ଅଞ୍ଚଳରେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇପାରିବ। ସେଥିପାଇଁ ଚାରା ଗଛଗୁଡ଼ିକୁ ସାରପୂର୍ଣ୍ଣ ଏକ ସ୍ୱତନ୍ତ୍ର ଥଳିରେ ରଖାଯାଇ ନିମ୍ନ ଆକାଶରୁ ତଳକୁ ବିମାନ ଛାଡ଼ିଦେବ। ଏହି ଚାରାଗୁଡ଼ିକ ଭୂମିକୁ ସ୍ପର୍ଶ କରିବା ପରେ ଧୀରେ ଧୀରେ ବଡ଼ ଗଛରେ ପରିଣତ ହେବ। ବୈଜ୍ଞାନିକମାନଙ୍କର ଗବେଷଣା ସେମାନଙ୍କର ଉଦ୍ଦେଶ୍ୟ କେବଳ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ଜୀବମାନଙ୍କର ସୁରକ୍ଷା ପାଇଁ ଯେ ଉଦ୍ଦିଷ୍ଟ, ଏହାକୁ ସାଧାରଣ ଲୋକ ବୁଝିପାରି ନିଜର ଚଳଣିକୁ ବଦଳାଇ ପାରିଲେ ଆମର ସୁନ୍ଦର ପୃଥିବୀ ଉପରକୁ ଆଉ ଘନ ଘନ ବିପଦ ମାଡ଼ି ଆସନ୍ତା ନାହିଁ। ପିଲାମାନେ, ତୁମେ ସବୁ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ 1800 ମସିହାରେ ପୃଥିବୀର ଲୋକସଂଖ୍ୟା ମାତ୍ର 100 କୋଟି ଥିବାବେଳେ ଏଇ 250 ବର୍ଷ ମଧ୍ୟରେ ଲୋକସଂଖ୍ୟା 840 କୋଟିକୁ ପାର କରିସାରିଲାଣି। ସେହି ଅନୁପାତରେ ତାପମାତ୍ରା ମଧ୍ୟ 0.6 ଡିଗ୍ରୀ ସେଲସିୟସ୍ ବଢ଼ିଥିବା କଥା ଏବେ କୁହାଯାଉଛି। ବର୍ତ୍ତମାନ ସମୟ ଆସିଛି ଆମକୁ ଅତି ସାବଧାନରେ ଚଳିବାକୁ ପଡ଼ିବ। ମିଥେନ୍ ଗ୍ୟାସକୁ ରୋକିବାକୁ ହେବ। ସେଥିପାଇଁ ମାଟି ତଳେ ଆବର୍ଜନା କୁଣ୍ଡ କରି ଯଦି ଗୋବର ଭଳି ଜୈବ ପଦାର୍ଥକୁ ରଖାଯାଏ, ସେଥିରୁ ନିର୍ଗତ ମିଥେନ୍ ଗ୍ୟାସକୁ ଜାଳେଣୀ ରୂପେ ବ୍ୟବହାର କଲେ ମିଥେନ୍ ଗ୍ୟାସର ପରିମାଣ ନିଶ୍ଚୟ କମିଯିବ। ଏହି ଗ୍ୟାସ୍ ଅଙ୍ଗାରକାମ୍ଳ ଠାରୁ 23 ଗୁଣ ଅଧିକ ତାପଶକ୍ତି ଶୋଷି ରଖିପାରେ। ତେଣୁ ମିଥେନ୍ ଗ୍ୟାସକୁ କମାଇବାକୁ ହେଲେ ଆମକୁ ନିରାମିଷ ଭୋଜନ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ, କାରଣ ମାଛ ମାଂସ କାଟିବା ସମୟରେ ଯେଉଁ ଆବର୍ଜନା ବାହାରେ, ସେଥିରୁ ପ୍ରଚୁର ମିଥେନ୍ ଗ୍ୟାସ୍ ଉତ୍ପନ୍ନ ହୁଏ। ଗାଡ଼ି ମଟରର ସଂଖ୍ୟାକୁ ନ ବଢ଼ାଇ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯାନ ଯେପରିକି ବସ୍, ଟ୍ରେନରେ ଚଳପ୍ରଚଳ କଲେ ଆମର ପେଟ୍ରୋଲ ଆଉ ଡିଜେଲ ଅଧିକ ପରିମାଣରେ ପୋଡ଼ିବ ନାହିଁ। କମ୍ ପରିମାଣର ପୋଷାକ ବ୍ୟବହାର କଲେ ଲୁଗା କଳରୁ ନିର୍ଗତ ବର୍ଜ୍ୟ ଜଳ ସହ ତାପ ସୃଷ୍ଟିକାରୀ ଧୂଆଁ ବାୟୁମଣ୍ଡଳକୁ ମଧ୍ୟ କମିଯିବ। ଏସବୁ ବ୍ୟତୀତ ରାସ୍ତାର ରଙ୍ଗକୁ କଳା ନ କରି ଧଳା ରଙ୍ଗରେ ରଙ୍ଗେଇ ଦେଲେ ସହର ବଜାରର ତାପମାତ୍ରା ମଧ୍ୟ କମିଯାଇପାରିବ। ଏବେ ବଜାରକୁ ଅନେକ ବ୍ୟାଟେରୀ ଚାଳିତ ଗାଡ଼ି ଆସିଗଲାଣି। ପେଟ୍ରୋଲ ଚାଳିତ ଗାଡ଼ି ବଦଳରେ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର କଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।
ଏସବୁ ବ୍ୟତୀତ ସକଳ ଶକ୍ତିର ଉତ୍ସ ସୂର୍ଯ୍ୟଙ୍କର ଶକ୍ତିକୁ ବିନିଯୋଗ କରି ଏବେ ଆମ ଦେଶରେ ସୌର ବ୍ୟାଟେରୀ, ସୌର ପ୍ୟାନେଲକୁ ଲଗାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି। ପବନ ଚକ ସାହାଯ୍ୟରେ ବିଦ୍ୟୁତ୍ ଶକ୍ତି ମଧ୍ୟ ମିଳିପାରୁଛି। ଏଭଳି ପ୍ରକୃତିଦତ୍ତ ପଦାର୍ଥକୁ ସଠିକ୍ ଭାବରେ ବ୍ୟବହାର କରି ଆମର ଜୀବନଶୈଳୀକୁ ସାମାନ୍ୟ ଟିକେ ବଦଳାଇ ଦେଲେ ଆମର ଏହି ସୁନ୍ଦର ପୃଥିବୀ ଆହୁରି ସୁନ୍ଦର ହେବା ସହିତ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା ଜାତି ଜାତିକା ଜୀବଜନ୍ତୁ ଉଦ୍ଭିଦମାନେ ରକ୍ଷା ପାଇଯାଆନ୍ତେ। ଜଙ୍ଗଲରେ ନିଆଁ ଲାଗନ୍ତା ନାହିଁ କିମ୍ବା ପ୍ରଚଣ୍ଡ ବନ୍ୟା, ବାତ୍ୟା, ବଜ୍ରପାତ ଭଳି ବିପଦ ମଧ୍ୟ ଆସନ୍ତା ନାହିଁ। ତେବେ ପିଲାମାନେ ଆସ ପ୍ରତିଜ୍ଞା କରିବା, ଆମେ ନିଶ୍ଚୟ ସତର୍କ ହେବା ଏବଂ ଆମ ପରିବେଶକୁ ରକ୍ଷା କରିବା। ଏବେ ଶୁଣିବା ମେଘ ରାଗର ଧୁନରେ ବଂଶୀବାଦନ। ବଜାଉଛନ୍ତି ପ୍ରଜ୍ଞାନୀ ମିଶ୍ର। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣିବା ଆଉ ଏକ ସମବେତ କଣ୍ଠ ସଙ୍ଗୀତ ନବକଳିକା କଟକର କଳାକାରମାନଙ୍କ ଠାରୁ।
आखि सावधान कौची मोर कथा मान मंद कथा देखना मंद कथा देखना मंद कथा देखना मंद कथा देखना भल कथा देखी भल पिला होई भल कथा देखी भल पिला होई गाइबा नाचिबा ता दिन दिनाना ता दिन दिनाना ता दिन दिनाना ता दिन दिनाना ला 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 टिकी काना सावधान कौची मोर कथा मान टिकी काना सावधान कौची मोर कथा मान मंद कथा सुनाना मंद कथा सुनाना मंद कथा सुनाना मंद कथा सुनाना भल कथा सुनी भल पिला होई भल कथा सुनी भल पिला होई गाइबा नाचिबा ता दिन दिनाना ता दिन दिनाना ता दिन दिनाना ता दिन दिनाना ला 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 टिकी पाटी सावधान कौची मोर कथा मान टिकी पाटी सावधान कौची मोर कथा मान मंद कथा कुहना मंद कथा कुहना मंद कथा कुहना मंद कथा कुहना भल कथा कही भल पिला होई भल कथा कही भल पिला होई गाइबा नाचिबा ता दिन दिनाना ता दिन दिनाना ता दिन दिनाना ता दिन दिनाना ला 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 टिकी हात सावधान कौची मोर कथा मान टिकी हात सावधान कौची मोर कथा मान मंद काम करना मंद काम करना मंद काम करना मंद काम करना भल काम करी भल पिला होई भल काम करी भल पिला होई गाइबा नाचिबा ता दिन दिनाना ता दिन दिनाना ता दिन दिनाना ता दिन दिनाना ला 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 टिकी गोर सावधान कौची मोर कथा मान टिकी गोर सावधान कौची मोर कथा मान मंद बाटे जाओ ना मंद बाटे जाओ ना मंद बाटे जाओ ना मंद बाटे जाओ ना भल बाटे जाई भल पिला होई भल बाटे जाई भल पिला होई गाइबा नाचिबा ता दिन दिनाना ता दिन दिनाना ता दिन दिनाना ता दिन दिनाना ला 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 टिकी मन सावधान कौची मोर कथा मान टिकी मन सावधान कौची मोर कथा मान मंद कथा भावना मंद कथा भावना मंद कथा भावना मंद कथा भावना भल कथा भावी भल पिला होई भल कथा भावी भल पिला होई गाइबा नाचिबा ता दिन दिनाना ता दिन दिनाना ता दिन दिनाना ता दिन दिनाना ला 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 ଆଜି ତ ସମୟ ସରି ଆସିଲେଣି। କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମଟି ଶୁଣି ତୁମକୁ କେମିତି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣେଇବ।
आमको चिठी पठेबार ठिकाना हेला किशोर चक्र कार्यक्रम मार्फत केन्द्र निर्देशक आकाशवाणी कटक कैंटनमेंट रोड कटक पिन 753001 किशोर चक्रर आउ एक कार्यक्रम को नहीं आमे पुणी थरे आसिबु आगामी शनिवार संध्या 5टा समय रे सुनिबा को जमा भी भूलिबनी रे पिले।